ମହାନ୍ତ ନ୍ୟୁଜ୍ରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ମୁଖ୍ୟ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବେ ଓ ଏହାକୁ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ। ଏହା ଆମ ଭିଡ଼ିଓକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଥାଏ। ଖବର ନମ୍ବର 1, ସର୍ବାଧିକ ଅନୁଗାମୀ ଥିବା ନେତା ହେଲେ ମୋଦି। ସୂଚନା ଅନୁସାରେ ସୋସିଆଲ ମିଡ଼ିଆ ଏକ୍ସରେ ସର୍ବାଧିକ ଅନୁଗାମୀ ଥିବା ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ଅନୁଗାମୀଙ୍କ ସଂଖ୍ୟା 10 କୋଟିରୁ ଅଧିକ ହୋଇଛି। ଗତ 3 ବର୍ଷ ଭିତରେ ତାଙ୍କ ଅନୁଗାମୀ 3 କୋଟି ବଢ଼ିଛନ୍ତି। କେବଳ ଏକ୍ସ ନୁହେଁ, ୟୁଟ୍ୟୁବରେ 2.5 କୋଟି ଓ ଇନଷ୍ଟାଗ୍ରାମରେ 9 କୋଟି 10 ଲକ୍ଷ ଫଲୋଅର୍ସ ରହିଛନ୍ତି। 2009ରେ ମୋଦି ଏକ୍ସରେ ଯୋଡ଼ି ହୋଇଥିଲେ। ସେବେଠାରୁ ସେ ଏହି ଆକାଉଣ୍ଟକୁ ବହୁଳ ମାତ୍ରାରେ ବ୍ୟବହାର ମଧ୍ୟ କରୁଛନ୍ତି। ସରକାରୀ ସେବା ବିଷୟରେ ସୂଚନା ଠାରୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସେ ତାଙ୍କ ମତ ଦେଇଥାନ୍ତି। ଖବର ନମ୍ବର 2, ଆଗେଇଲା କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା। 20 ଓ 22ରେ ଡକୁମେଣ୍ଟ ଯାଞ୍ଚ। ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଏହି କ୍ରମରେ ଆସନ୍ତା 20 ଏବଂ 22 ତାରିଖରେ ଡକୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ସୂଚନା ଅନୁଯାୟୀ 20 ତାରିଖରେ କ୍ୟାଟାଗୋରୀ 1 ଏବଂ 22 ତାରିଖରେ କ୍ୟାଟାଗୋରୀ 2ର ଡକୁମେଣ୍ଟ ଯାଞ୍ଚ କରାଯିବ। 30 ଜିଲ୍ଲାରେ ହେବାକୁ ଥିବା ଯାଞ୍ଚର ସ୍ଥାନ ମଧ୍ୟ ପ୍ରକାଶ କରାଯାଇଛି। ଏନେଇ ଓଡ଼ିଶା ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି। ଖବର ନମ୍ବର 3, ଇତିହାସ ରଚିବେ ନିର୍ମଳା ସୀତାରାମନ। ଜୁଲାଇ 23ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ର ବଜେଟ୍ 2024-25 ଉପସ୍ଥାପନ କରିବେ। ଏହା ସହ ଅର୍ଥମନ୍ତ୍ରୀ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। କ୍ରମାଗତ 7ମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଥିବା ସୀତାରାମନ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ। ଏହା ସହିତ ସେ ମୋରାରଜୀ ଦେଶାଇଙ୍କ ରେକର୍ଡକୁ ପଛରେ ପକାଇବେ। ମୋରାରଜୀ ଦେଶାଇ କ୍ରମାଗତ 6ଠ ଥର ବଜେଟ୍ ଉପସ୍ଥାପନ କରିଥିଲେ। ଖବର ନମ୍ବର 4, ରାମ ଜନ୍ମଭୂମିର ସୁରକ୍ଷା ଆକଳନ କରିବେ ଏସ୍ଏଚ୍ଜି ଟିମ୍। ଅଯୋଧ୍ୟାରେ ଜାତୀୟ ସୁରକ୍ଷା ଗାର୍ଡ ହବ୍ ନିର୍ମାଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ଏହାପରେ ଏନ୍ଏସ୍ଜି କଣ୍ଟିଜେଣ୍ଟ ସ୍ଥାୟୀ ଭାବରେ ଏଠାରେ ନିୟୋଜିତ ହେବ। ଏ ବାବଦରେ 17 ଜୁଲାଇରେ ଏନ୍ଏସ୍ଜିର ଏକ ଦଳ ଅଯୋଧ୍ୟାକୁ ଆସୁଛନ୍ତି। ଏହି ଦଳ ଅଯୋଧ୍ୟାରେ 4 ଦିନ ରହିବେ। ଏହି ସମୟ ମଧ୍ୟରେ ସେ ରାମ ଜନ୍ମଭୂମି ଏବଂ ଏହାର ଆଖପାଖ ଅଞ୍ଚଳର ସୁରକ୍ଷା ଆକଳନ କରିବେ। ଏନ୍ଏସ୍ଜି କଣ୍ଟିଜେଣ୍ଟ ଜୁଲାଇ 20 ପର୍ଯ୍ୟନ୍ତ ଅଯୋଧ୍ୟାରେ ରହିବ। ରାମ ମନ୍ଦିର ନିର୍ମାଣ ପରଠାରୁ ଅଯୋଧ୍ୟାରେ ଆତଙ୍କବାଦୀ ବିପଦ ଆଶଙ୍କା ବଢ଼ିବାରେ ଲାଗିଛି। ଏହି କାରଣରୁ ବିପଦର ମୁକାବିଲା ପାଇଁ କେନ୍ଦ୍ର ସରକାର ନିରନ୍ତର ଯୋଜନା ପ୍ରସ୍ତୁତ କରୁଛନ୍ତି। ଖବର ନମ୍ବର 5, ଗ୍ରାହକଙ୍କୁ ବଡ଼ ଝଟକା ଦେଲା ଏସ୍ବିଆଇ। ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍ବିଆଇ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ବିଭିନ୍ନ ଋଣକୁ ମହଙ୍ଗା କରିବାକୁ ସରକାରୀ ବ୍ୟାଙ୍କ ଘୋଷଣା କରିଛି। ବର୍ଦ୍ଧିତ ସୁଧ ହାର ଗତକାଲିଠାରୁ ହିଁ କାର୍ଯ୍ୟକାରୀ ହୋଇଛି। ଏଭଳି ପରିସ୍ଥିତିରେ ଏସ୍ବିଆଇ ଗ୍ରାହକଙ୍କୁ ଋଣ ଉପରେ ଅଧିକ ସୁଧ ଦେବାକୁ ପଡ଼ିବ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ୱେବସାଇଟ୍ରେ ଦିଆଯାଇଥିବା ସୂଚନା ଅନୁଯାୟୀ ବ୍ୟାଙ୍କ ଏହାର MCLRରେ ପରିବର୍ତ୍ତନ କରିଛି। ପରିବର୍ତ୍ତନ ଅଧୀନରେ MCLRକୁ 5ରୁ 10 ଆଧାର ପଏଣ୍ଟକୁ ବୃଦ୍ଧି କରାଯାଇଛି। ଏହାର ଅର୍ଥ ହେଉଛି MCLR 0.05%ରୁ 0.10%କୁ ବୃଦ୍ଧି ପାଇଛି। ବ୍ୟାଙ୍କ ଅନୁଯାୟୀ ଏହି ପରିବର୍ତ୍ତନ ଜୁଲାଇ 15ରୁ କାର୍ଯ୍ୟକାରୀ ହୋଇଛି। ଏସ୍ବିଆଇ ହେଉଛି ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ। ଗ୍ରାହକଙ୍କ ସଂଖ୍ୟା ଦୃଷ୍ଟିରୁ ଏସ୍ବିଆଇ ଅନ୍ୟ ସମସ୍ତ ବ୍ୟାଙ୍କଠାରୁ ବହୁତ ଆଗରେ ଅଛି। ଏସ୍ବିଆଇ ଦ୍ୱାରା MCLR ବୃଦ୍ଧି ହେତୁ ଏହାର ବିଭିନ୍ନ ଋଣ ଉତ୍ପାଦ ମହଙ୍ଗା ହୋଇପାରେ। ଏହି କାରଣରୁ ଲକ୍ଷ ଲକ୍ଷ ଗ୍ରାହକଙ୍କ ଉପରେ ସୁଧ ଭାର ବଢ଼ିପାରେ ଏବଂ ସେମାନଙ୍କୁ ଅଧିକ EMI ଦେବାକୁ ପଡ଼ିପାରେ। ଖବର ନମ୍ବର 6, ଭାରତ T20 ବିଶ୍ୱକପ୍ ଜିତିବା ପରେ ଲୋକେ ମୋତେ ଗାଳି ଦେବା ବନ୍ଦ କରିଦେଇଛନ୍ତି ସୌରଭ ଗାଙ୍ଗୁଲି। BCCIର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିକଟରେ ନିଜ ମନର କଥାକୁ ସମସ୍ତଙ୍କ ସହିତ ସେୟାର କରିଛନ୍ତି। ସୌରଭ ଗାଙ୍ଗୁଲି କହିଛନ୍ତି, ଯେତେବେଳେ ମୁଁ ଟିମ୍ ଇଣ୍ଡିଆର ଅଧିନାୟକ ପଦକୁ ରୋହିତ ଶର୍ମାଙ୍କୁ ଦେଇଥିଲି ସେତେବେଳେ ଲୋକମାନେ ମୋତେ ଅନେକ କଥା କହିଥିଲା। ସେ ସମୟରେ ଲୋକଙ୍କ କଥା ମୋତେ କଷ୍ଟ ଦେଇଥିଲା। ସେ କଷ୍ଟକୁ ମୁଁ ମନରେ ଚାପି ଧରି ମୋ କାମରେ ଆଗକୁ ବଢ଼ିଥିଲି। ଏବେ ଯେତେବେଳେ ରୋହିତ ତାଙ୍କ ଅଧିନାୟକତ୍ୱରେ ଭାରତକୁ T20 ବିଶ୍ୱ ଚାମ୍ପିୟନ ଜିତାଇ ଦେଇଛନ୍ତି, ସମସ୍ତ ସମାଲୋଚକଙ୍କ ପାଟି ଚୁପ୍ ହୋଇଯାଇଛି। ଲୋକେ ମୋତେ ଆଉ ଗାଳି କରୁନାହାନ୍ତି, କିନ୍ତୁ ସମସ୍ତେ ଭୁଲି ଯାଇଛନ୍ତି ରୋହିତଙ୍କୁ ମୁଁ ହିଁ ଭାରତୀୟ ଦଳର ଅଧିନାୟକ ଭାବେ ଚୟନ କରିଥିଲି। ଖବର ନମ୍ବର 7, ଏଲନ୍ ମସ୍କଙ୍କୁ 2 ଥର ହତ୍ୟା ଉଦ୍ୟମ ହୋଇଥିଲା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇଥିବା ଖବରକୁ ନେଇ ସାରା ବିଶ୍ୱରେ
ଜୋର ଚର୍ଚ୍ଚା ହେଉଥିବା ବେଳେ ତାଙ୍କର ଜଣେ ବଡ଼ ସମର୍ଥକ କୁହାଯାଉଥିବା ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ମଧ୍ୟ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା କହିଛନ୍ତି। ନିଜ ସୋସିଆଲ ମିଡ଼ିଆ ଏକ୍ସରେ ସେ ଜଣାଇଛନ୍ତି ଯେ ଗତ 8 ମାସ ଭିତରେ ମୋତେ 2 ଥର ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା। ଟେକ୍ସାସରେ ଥିବା ଟେସ୍ଲା ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ସହ ଗିରଫ କରାଯାଇଥିଲା ବୋଲି ମସ୍କ କହିଛନ୍ତି। ନିଜର ସୁରକ୍ଷାକୁ 3 ଗୁଣା ବୃଦ୍ଧି କରିବା ଲାଗି ଲୋକମାନଙ୍କୁ ଆହ୍ୱାନ ଦେଇ ମସ୍କ କହିଛନ୍ତି ଯେ ଯଦି ସେମାନେ ଟ୍ରମ୍ପଙ୍କୁ ଆକ୍ରମଣ କରିପାରୁଛନ୍ତି ତେବେ ତୁମ ପାଖକୁ ମଧ୍ୟ ଆସିପାରନ୍ତି। ଆଗକୁ କଠିନ ସମୟ ଆସୁଛି। 2 ଜଣ ଲୋକ ମୋତେ ମାରିବାକୁ 2 ଥର ଉଦ୍ୟମ କରିସାରିଲେଣି। ପୂର୍ବରୁ ମଧ୍ୟ ମସ୍କ ଅନେକ ଥର କହିଛନ୍ତି ଯେ ଯେକୌଣସି ସମୟରେ ମୋତେ ମାରି ଦିଆଯାଇପାରେ। ଖବର ନମ୍ବର 8 ତ୍ରିଶା ହସ୍ପିଟାଲ BSKY ତାଲିକାରୁ ନିଲମ୍ବିତ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କଟକର ତ୍ରିଶା ହସ୍ପିଟାଲକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନ ତାଲିକାରୁ ନିଲମ୍ବିତ କରାଯାଇଛି। ଶନିବାର ସମ୍ପୃକ୍ତ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଘଟଣାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଅଗ୍ନିଶମ ବିଭାଗ ପକ୍ଷରୁ ହସ୍ପିଟାଲ ବିରୁଦ୍ଧରେ ଯାଞ୍ଚ ଜାରି ରହିଛି। ତେଣୁ ସମ୍ପୃକ୍ତ ହସ୍ପିଟାଲକୁ BSKYରୁ ବାଦ୍ ଦିଆଯାଇଥିବା ସୂଚନା ଦିଆଯାଇଛି। ଖବର ନମ୍ବର 9 ସ୍କୁଲରେ ଏବେ ସାର୍ ମ୍ୟାଡାମ ନୁହେଁ, ପିଲାମାନେ କେବଳ ଦିଦି ଗୁରୁଜୀ କହିବେ। ଉତ୍ତରପ୍ରଦେଶର ସମ୍ବାଲ ପରିଷଦ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଏଠାକୁ ଆସୁଥିବା ଲୋକ ବା ଅଭିଭାବକମାନେ ଶିକ୍ଷକମାନଙ୍କୁ ମ୍ୟାଡାମ କିମ୍ବା ସାର୍ ବୋଲି କହିପାରିବେ ନାହିଁ। ଏବେ ଶିକ୍ଷୟିତ୍ରୀମାନଙ୍କୁ ଦିଦି କିମ୍ବା ବହନଜୀ ବୋଲି କୁହାଯିବ ଏବଂ ଶିକ୍ଷକମାନଙ୍କୁ ଗୁରୁଜୀ କୁହାଯିବ। ଏହା ସହିତ ଅଭିବାଦନ ପାଇଁ କେବଳ ନମସ୍ତେ କିମ୍ବା ଜୟ ହିନ୍ଦ ଶବ୍ଦ ବ୍ୟବହାର କରାଯିବ। କେବଳ ଏତିକି ନୁହେଁ, ବର୍ତ୍ତମାନ ଶ୍ରେଣୀଗୃହ ଭିତରେ ଚପଲ ଏବଂ ଜୋତା ନେବାକୁ କେହି ସକ୍ଷମ ହେବେ ନାହିଁ, ବରଂ ଏକ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଜୋତା ଶ୍ରେଣୀଗୃହ ବାହାର କରିବାକୁ ପଡ଼ିବ। ସମ୍ବାଲର ଜିଲ୍ଲା ଅଧିକାରୀଙ୍କ ଆଦେଶ ଅନୁସାରେ ସମ୍ବାଲର ମୌଳିକ ଶିକ୍ଷା ଅଧିକାରୀ ଅଲୋକା ଶର୍ମା ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଅଲୋକା ଶର୍ମା କହିଛନ୍ତି ଯେ ଏହା ଆମର ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ପ୍ରୋତ୍ସାହିତ କରିବ। ତେଣୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି ଏବଂ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖବର ନମ୍ବର 10 ଗୌରବ ଗୋଗୋଇ ହେଲେ ଲୋକସଭାରେ କଂଗ୍ରେସର ଉପନେତା। କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କୁ ଦଳ ତରଫରୁ ଲୋକସଭାର ଉପନେତା ଭାବେ ନିର୍ବାଚିତ କରାଯାଇଛି। ଏନେଇ ଦଳ ତରଫରୁ ଏକ ଚିଠି ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କୁ ଲେଖାଯାଇଛି। AICC ସଂଗଠନ ମହାସଚିବ କେସି ବେଣୁଗୋପାଳ ଏନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ପତ୍ର ଲେଖି ଲୋକସଭା ପାଇଁ ଉପନେତା ପଦ ଦେବାକୁ ଅନୁରୋଧ କରିଛନ୍ତି। ଖବର ନମ୍ବର 11 ଘରରନ୍ଧା ଖାଦ୍ୟ ଖାଆନ୍ତି କେଜରିୱାଲ, ତିହାର ଜେଲ୍। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୁସ୍ଥ ଥିବା ସହ ଜେଲରେ ଥିବାବେଳେ ସର୍ବଦା ଘରରନ୍ଧା ଖାଦ୍ୟ ଖାଉଥିବା ନେଇ ତିହାର ଜେଲ୍ କର୍ତ୍ତୃପକ୍ଷ ସୋମବାର ସୂଚନା ଦେଇଛନ୍ତି। ଆମ୍ ଆଦମୀ ପାର୍ଟିର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି ଯେ କେଜରିୱାଲଙ୍କୁ ଘର ତିଆରି ଖାଦ୍ୟ ଦିଆଯିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସର୍ବଦା ନଜର ରଖାଯାଇଥାଏ। ଖବର ନମ୍ବର 12 ଦାରିଦ୍ର୍ୟ ଦୂରୀକରଣରେ ଆଗରେ ଓଡ଼ିଶା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ରଥଦାଣ୍ଡ। ଏସବୁ ଭିତରେ ଓଡ଼ିଶାର ଦାରିଦ୍ର୍ୟ ଦୂରୀକରଣକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନୀତି ଆୟୋଗର ତଥ୍ୟ ଅନୁସାରେ ଗତ 2023-24ରେ ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଆଗରେ ରହିଛି। ବିଗତ ବର୍ଷମାନଙ୍କ ତୁଳନାରେ ଓଡ଼ିଶା ଆଗରେ ରହିଛି। ତେବେ ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି। ଖବର ନମ୍ବର 13 ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ଅଭିଯୋଗ ପ୍ରକୋଷ୍ଠରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ସୋମବାର ମୋଟ 1700 ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ RDC ସ୍ତରରେ ଅଭିଯୋଗର ସମାଧାନ ପାଇଁ ଯୋଜନା କରାଯାଉଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ରଥଯାତ୍ରା ପାଇଁ ସରକାରୀ ଛୁଟି ଥିବାରୁ ଜୁଲାଇ 8 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଅନ୍ୟପକ୍ଷେ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ ବୋଲି ଘୋଷଣା କରିଛନ୍ତି। ଖବର ନମ୍ବର 14 ଭାରତୀୟ ଷ୍ଟାଡିୟମରେ ଦେଖାଯିବନି ତମାଖୁ ଏବଂ ଗୁଟ୍ଖା ବିଜ୍ଞାପନ। ଭାରତରେ ଖେଳାଯିବାକୁ ଥିବା ଆନ୍ତର୍ଜାତୀୟ ଏବଂ IPL ମ୍ୟାଚ୍ ସମୟରେ ପ୍ରାୟତଃ ଷ୍ଟାଡିୟମରେ ତମାଖୁ ଏବଂ ଗୁଟ୍ଖାର ବିଜ୍ଞାପନ ଦେଖିବାକୁ ମିଳିଥାଏ। ଏହି ବିଜ୍ଞାପନ ମାଧ୍ୟମରେ ବୋର୍ଡ ଭଲ ରୋଜଗାର କରିଥାଏ, କିନ୍ତୁ ବର୍ତ୍ତମାନ ଏକ ରିପୋର୍ଟରୁ ପ୍ରକାଶ ଯେ ଖୁବ୍ ଶୀଘ୍ର ଏହି ବିଜ୍ଞାପନ ବନ୍ଦ ହୋଇପାରେ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବଡ଼ ପଦକ୍ଷେପ ନେବା ପାଇଁ ଯୋଜନା କରୁଛି। ଖବର ନମ୍ବର 15 ମୋଦିଙ୍କ 4 ବର୍ଷରେ 8 କୋଟି ଚାକିରି ବୟାନକୁ ମିଛ କହିଲେ ଖଡ଼ଗେ। ଦେଶରେ 4 ବର୍ଷ ମଧ୍ୟରେ 8 କୋଟି ଚାକିରି ସୃଷ୍ଟି କରାଯାଇ ବେକାରୀ ସମସ୍ୟାର ମିଛ ଖବର
ପ୍ରଚାର କରୁଥିବା ଲୋକଙ୍କୁ ଚୁପ୍ କରି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନକ ତଳେ କହିଥିଲେ। ମୋଦିଙ୍କ ଏହି 8 କୋଟି ଚାକିରି ସୃଷ୍ଟି ବୟାନକୁ କଂଗ୍ରେସ ମିଛର ଗନ୍ତାଘର କହି ସମାଲୋଚନା କରାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣ ଗତକାଲି ମୁମ୍ବାଇରେ ଚାକିରି ଦେବା ଉପରେ ମିଛର ମାୟାଜାଲ ବୁଣୁଥିଲେ। ଖବର ନମ୍ବର 16 ପାକିସ୍ତାନର ଅଜବ ଦାବି ଲିଖିତ ପ୍ରମାଣ ଦେଉ ବିସିସିଆଇ। ଆଇସିସି 2025 ଚାମ୍ପିୟନ୍ ଟ୍ରଫି ପାକିସ୍ତାନରେ ଆୟୋଜନ ହେବ। ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଆସିଛି ବଡ଼ ଖବର। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାକିସ୍ତାନ କ୍ରିକେଟ ବୋର୍ଡ ବିସିସିଆଇ ନିକଟରେ ଏକ ବଡ଼ ଦାବି ରଖିଛି। ପିସିବି କହିଛି ଭାରତ ସରକାର ପାକିସ୍ତାନରେ ଖେଳିବାକୁ ଅନୁମତି ଦେଉନଥିବାର ଲିଖିତ ପ୍ରମାଣ ଦେଉ ବିସିସିଆଇ। ପାକିସ୍ତାନ କ୍ରିକେଟ ବୋର୍ଡ ଚାହୁଁଛି ବିସିସିଆଇ ଲିଖିତ ଭାବେ ପ୍ରମାଣ ଦେଉ ଯେ ସୁରକ୍ଷା କାରଣରୁ ଭାରତ ସରକାର ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଚାମ୍ପିୟନ୍ ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଦଳକୁ ପାକିସ୍ତାନ ଗସ୍ତ କରିବାକୁ ଅନୁମତି ଦେଉନାହିଁ। ପାକିସ୍ତାନ ବୋର୍ଡ ଏହି ସମସ୍ୟାକୁ ଶୀଘ୍ର ସମାଧାନ କରିବାକୁ ଚାହୁଁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଆଇସିସିର ବାର୍ଷିକ ବୈଠକ ଜୁଲାଇ 19 ତାରିଖରେ କଲମ୍ବୋରେ ବସିବ। ଏଥିରେ ହାଇବ୍ରିଡ୍ ମଡେଲ ଉପରେ ଆଲୋଚନା ହେବାର କୌଣସି ଏଜେଣ୍ଡା ନାହିଁ। ଖବର ନମ୍ବର 17 ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରେନ୍। ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ କରିବ ଟ୍ରେନ୍ ଚଳାଚଳ। ରଥଯାତ୍ରା ପାଇଁ ପୁରୀ ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ଭିଡ଼। କାହିଁ କେଉଁ ଦୂରଦୂରାନ୍ତରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ। କାଳିଆକୁ ଦେଖିବା ପାଇଁ କେବଳ ରାଜ୍ୟ କିମ୍ବା ଦେଶରୁ ନୁହେଁ ବିଦେଶରୁ ବି ଭକ୍ତଙ୍କ ସମାଗମ ହେଉଛି। ଆଗକୁ ରହିଛି ଅଧରପଣା ନୀତି ଓ ସୁନାବେଶ। ଏହାକୁ ଦୃଷ୍ଟିରେ ରଖି ପୁରୀକୁ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ସୁନାବେଶ ପାଇଁ ପୁରୀକୁ ଆସିବ 43ଟି ସ୍ୱତନ୍ତ୍ର ଟ୍ରେନ୍। ଅଧରପଣା ନୀତି ପାଇଁ ପୁରୀକୁ ଗଡ଼ିବ 33ଟି ସ୍ୱତନ୍ତ୍ର ଟ୍ରେନ୍। ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ ଟ୍ରେନ୍ ଚଳାଚଳ କରିବ। ଯେପରିକି ପାରାଦୀପ, ଅନୁଗୁଳ, ଭଦ୍ରକ, ଜୁନାଗଡ଼ ରୋଡ୍, ଖୋର୍ଦ୍ଧା ରୋଡ୍, ଦଶପଲ୍ଲା, ସୋମପେଟା, ପଲାସା, କେନ୍ଦୁଝର, ଗୁଣୁପୁର, ଜଗଦଲପୁର, ସମ୍ବଲପୁର ଆଦି ସ୍ଥାନରୁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଉପକୃତ ହେବେ ଠାକୁର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ। ଖବର ନମ୍ବର 18 ପୂଜାଙ୍କ ପରେ ଚର୍ଚ୍ଚାରେ ଅଭିଷେକ ସିଂ। ଦିବ୍ୟାଙ୍ଗ ଦର୍ଶାଇ ହୋଇଥିଲେ ଆଇଏଏସ୍। ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କୁ ନେଇ ପୁରା ଦେଶରେ ହଇଚଇ ଜାରି ରହିଛି। ଏବେ ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ଆଇଏଏସ୍ ଅଭିଷେକ ସିଂ। ଦିବ୍ୟାଙ୍ଗ ବର୍ଗରେ ଆଇଏଏସ୍ ହୋଇଥିବା ଅଭିଷେକ ମଧ୍ୟ ନକଲି ପ୍ରମାଣପତ୍ର ହାତେଇଥିବା ଅଭିଯୋଗ ହୋଇଛି। ଖବର ନମ୍ବର 19 ଡିଏସ୍ କୁଟେ ହେଲେ ଓଏସଡି ନିଲମ୍ବନ ହଟିବା ପରେ ଦାୟିତ୍ୱ ଦେଲେ ରାଜ୍ୟ ସରକାର। ଆଶିଷ ସିଂ ପରେ ଏବେ ଆଇପିଏସ୍ ଡିଏସ୍ କୁଟେଙ୍କ ବଦଳି। ଡିଏସ୍ କୁଟେଙ୍କୁ ଗୃହ ବିଭାଗ ଓଏସଡି ଭାବେ ମିଳିଲା ନୂଆ ଦାୟିତ୍ୱ। କୁଟେଙ୍କୁ ରାଜ୍ୟ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର। ନିଲମ୍ବନ ହଟିବା ପରେ ନିଯୁକ୍ତି ଦେଲେ ରାଜ୍ୟ ସରକାର। 2024 ସାଧାରଣ ନିର୍ବାଚନ ବେଳେ ଡିଏସ୍ କୁଟେଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ନିର୍ବାଚନ କମିଶନ। ଖବର ନମ୍ବର 20 ସାଙ୍ଗ ସହିତ ମିଶି ଏଟିଏମ୍ ଲୁଟ୍ ପାଇଁ ବ୍ୟାଙ୍କ ଚାକିରି ଛାଡ଼ି ଦେଇଥିଲେ ଯୁବକ। ରାଜସ୍ଥାନର ଜୟପୁରରୁ ଏଟିଏମ୍ ଲୁଟ୍ର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଏଟିଏମ୍ ଲୁଟ୍ ପାଇଁ ବ୍ୟାଙ୍କ ଚାକିରି ଛାଡ଼ି ଦେଇଥିବା ଯାଞ୍ଚରୁ ଜଣାପଡ଼ିଛି। ଏଟିଏମ୍ ଲୁଟ୍ ଘଟଣାକୁ ନେଇ ଜୟପୁର ନର୍ଥ ଡିସିପି ରାଶି ଡୁଡି ଡୋଗରା କହିଛନ୍ତି ଜୁଲାଇ 10 ତାରିଖରେ ରାମଗଞ୍ଜ ବଜାରରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ ଲୁଟ୍ ହୋଇଥିବା ଘଟଣାର ଖବର ମିଳିଥିଲା। ଏହାପରେ ରାମଗଞ୍ଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚରୁ ଜଣାପଡ଼ିଥିଲା କି 2 ଜଣ ଯୁବକ ଏଟିଏମ୍ରୁ 15,19,000ର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି। ଏହାପରେ ଏଟିଏମ୍ ଆଖପାଖ ସ୍ଥାନର ସିସିଟିଭି ଫୁଟେଜ୍ ଜବତ କରି ଯାଞ୍ଚ କରାଯାଇଥିଲା। ଏହି ଫୁଟେଜ୍ ଆଧାରରେ ଜଣେ ଲୁଟେରା ପରିଚୟ ଜଣାପଡ଼ିଥିଲା। ପୁଲିସ ତାକୁ ଗିରଫ କରି ନେଇଛି। ଗିରଫ ଲୁଟେରା ନାମ ରୋହିତାଶ କୁମହାର ବୋଲି ଜଣାପଡ଼ିଛି। ଯାଞ୍ଚରୁ ଜଣାପଡ଼ିଛି ରୋହିତାଶ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କରେ କାମ କରୁଥିଲା। ସେ ନିଜର ହରିୟାଣା ସାଙ୍ଗ ସହିତ ମିଶି ନିଜେ କାମ କରୁଥିବା ବ୍ୟାଙ୍କର ଏଟିଏମ୍ ଲୁଟ୍ ପାଇଁ ଯୋଜନା କରିଥିଲା। କାରଣ ତାକୁ ଏଟିଏମ୍ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ରହିଥିଲା। ଏମିତିକି ସେ ଏଟିଏମ୍ କ୍ୟାଶ୍ ବକ୍ସର ପାସୱାର୍ଡ ବି ଜାଣିଥିଲା। ଏଟିଏମ୍ ଲୁଟ୍ ପାଇଁ ଯୋଜନା କରିବା ପରେ ରୋହିତାଶ କୁମହାର ବ୍ୟାଙ୍କରେ କରୁଥିବା ଚାକିରି ଛାଡ଼ି ଦେଇଥିଲା।